ମାଟିଏ ମାନସିକ ରଖିଥାଏ ତାର ପୁଅଟିଏ ହେଲେ ସେ ପ୍ରଭୁ ନାରାୟଣଙ୍କ ପାଖରେ ଶ୍ରୀ ସତ୍ୟନାରାୟଣଙ୍କ ପାଲାଟିଏ କରିବ। ଆଉ କିଛି ମା ମାନେ ପୁଅର ଆୟୁଷ ଯଶ କୀର୍ତ୍ତି ବଜାୟ ରହିବା ପାଇଁ ମା ମାନେ ଶ୍ରୀ ସତ୍ୟନାରାୟଣଙ୍କ ପାଲାଟିଏ ମାନସିକ କରିଥାନ୍ତି। କିନ୍ତୁ ଏହି ସତ୍ୟନାରାୟଣ ପାଲା କ'ଣ ଏହାକୁ କେବେ ଆପଣ ବୁଝିବାକୁ ଚେଷ୍ଟା କରିଛନ୍ତି କି? ଯଦି ଏହାକୁ ଆପଣ ବୁଝିନାହାନ୍ତି ତ ଆସନ୍ତୁ ଏହାକୁ ଜାଣିବା। ଏହି ସତ୍ୟନାରାୟଣ ପାଲା କ'ଣ? ପ୍ରଶ୍ନ ନମ୍ବର 1, ଏହା ଯଦି ସତ୍ୟନାରାୟଣ ପାଲା ତାହେଲେ 24 ଅବତାରରୁ କାହିଁକି କେଉଁ ଅବତାର ଦ୍ୱାରା ବର୍ଣ୍ଣନା କରାଯାଇ ନାହିଁ? ଡାଇରେକ୍ଟ ନାରାୟଣଙ୍କ ନାମଟିକୁ ବର୍ଣ୍ଣନା କରାଯାଇଛି। ପ୍ରଶ୍ନ ନମ୍ବର 2, ଏହି ପାଲାରେ ଶ୍ରୀ ନାରାୟଣଙ୍କ ନାମକୁ କାହିଁକି ଦର୍ଶାଯାଇଛି? ଏଥିରେ କିଛି ଷଡ଼ଯନ୍ତ୍ର ଅଛି କି? ପ୍ରଶ୍ନ ନମ୍ବର 3, ଏହି ସତ୍ୟନାରାୟଣଙ୍କ ପାଲା ସନାତନ ହିନ୍ଦୁ ଧର୍ମଙ୍କର ପାଲା। କାହିଁକି ଏହି ପାଲାରେ ମୁସଲମାନଙ୍କୁ ବର୍ଣ୍ଣନା କରାଯାଇଛି? ଏହି ପାଲାରେ ରାଜା ହେଉଛନ୍ତି ଜଣେ ମୁସଲମାନ ଏବଂ ତାଙ୍କ ଝିଅ ଶାହାଜାଦି ହେଉଛନ୍ତି ଜଣେ ମୁସଲମାନ। ଯଦି ଏହି ଶ୍ରୀ ସତ୍ୟନାରାୟଣ ପାଲା ହିନ୍ଦୁମାନଙ୍କର ପାଲା ତ ଏହି ହିନ୍ଦୁ ପାଲାରେ ମୁସଲମାନଙ୍କ ନାମ କିଭଳି ବର୍ଣ୍ଣନା କରାଯାଇଛି? ଏଥିରେ ଜଣେ ମୁସଲିମ ଝିଅ ଯାହାଙ୍କ ନାଁ ଦିଆଯାଇଛି ଶାହାଜାଦି ତାଙ୍କୁ କୁଆଡ଼େ ନାରାୟଣଙ୍କ ସହିତ ପ୍ରେମ ସମ୍ପର୍କର ରଚନା କରାଯାଇଛି। ମୋର ପ୍ରିୟ ସଜ୍ଜନ ମଣ୍ଡଳୀ, ଆପଣ ଥରେ ଚିନ୍ତା କରନ୍ତୁ, ସତ୍ୟନାରାୟଣ ପାଲା ନାରାୟଣଙ୍କ ସମୟରେ ଏ ଶାହାଜାଦି କୁଆଡ଼ୁ ଆସିଲେ? କ'ଣ ଏହି ସତ୍ୟନାରାୟଣ ପାଲାକୁ ରଚନା କରିବାରେ କିଛି ଷଡ଼ଯନ୍ତ୍ର ରହିଛି କି? ଏହିଭଳି ଏକ ଜଟିଳ ସମସ୍ୟାର ସମାଧାନ ଆମେ ଆପଣଙ୍କ ସାମ୍ନାକୁ ନେଇ ଆସିଛୁ। ମୋର ପ୍ରିୟ ସଜ୍ଜନ ମଣ୍ଡଳୀ, ଆମ ଦେଶରୁ ମୋଗଲ ଗଲେଣି ଏବଂ ଇଂରେଜମାନେ ମଧ୍ୟ ଚାଲିଗଲେଣି, କିନ୍ତୁ ଆମ ସଂସ୍କୃତି ଏବଂ ଧର୍ମଗ୍ରନ୍ଥ ଉପରେ ଥିବା କଳଙ୍କିତ ଅଧ୍ୟାୟକୁ ଆମେମାନେ ଆଜି ପର୍ଯ୍ୟନ୍ତ ଠିକ୍ କରୁନାହିଁ। ଏହାର ମୁଖ୍ୟ କାରଣ ହେଲା ସ୍ୱାର୍ଥ। ଏଠି ସ୍ୱାର୍ଥ ପାଇଁ ଜଣେ ହିନ୍ଦୁ ଆଉ ଜଣେ ହିନ୍ଦୁ ଭାଇର ବିରୋଧୀ ଅଟେ। ଯେପରିକି ପୃଥ୍ୱୀରାଜ ଚୌହାନଙ୍କୁ ମାରିବାର ମୁଖ୍ୟ କାରଣ ହେଉଛନ୍ତି ତାଙ୍କର ନିଜ ଶ୍ୱଶୁର ଜୟଚନ୍ଦ୍ର ଥିଲେ। ସେହିପରି ବର୍ତ୍ତମାନ ମଧ୍ୟ ଦେଶଦ୍ରୋହୀଙ୍କ ସଂଖ୍ୟା କିଛି କମ୍ ନାହିଁ। ଏବେ ଆସନ୍ତୁ ଜାଣିବା ଶ୍ରୀ ସତ୍ୟନାରାୟଣ ପାଲା କ'ଣ। ଏହି ସତ୍ୟନାରାୟଣ ପାଲା ତ ହିନ୍ଦୁମାନଙ୍କର। ଏଥିରେ ମୁସଲିମ ରାଜାଙ୍କର ଗୁଣଗାନ ଆସିଲା କୁଆଡ଼େ ଏବଂ ତାଙ୍କ ଝିଅକୁ କୁଆଡ଼େ ସ୍ୱୟଂ ନାରାୟଣ ପ୍ରେମ କଲେ ଏବଂ ଶାହାଜାଦି ନଦୀରେ ଗାଧୋଇବା ବେଳେ ପ୍ରଭୁ ନାରାୟଣ ତାଙ୍କୁ କଇଁ ଫୁଲରେ ଦେଇ ଅନେଇ ଚାହିଁ ରହିଲେ ଏବଂ ଏହାପରେ ଶାହାଜାଦି ସେହି କଇଁ ଫୁଲକୁ ତାଙ୍କ ନାକ ବାଟେ ଶୁଙ୍ଘିଲେ ଏବଂ ନାକ ବାଟେ ପ୍ରଭୁ ନାରାୟଣ ତାଙ୍କ ଗର୍ଭ ଭିତରକୁ ଗଲେ। ଏମିତି ଆଗକୁ ଲେଖକ ମନ ଇଚ୍ଛା ତାଙ୍କ ମନକୁ ଯାହା ଆସିଛି ସେଇଆ ଲେଖି ଯାଇଛନ୍ତି। ବନ୍ଧୁଗଣ, ଏହା ଶ୍ରୀ ସତ୍ୟନାରାୟଣ ପାଲା। ଏହା ସ୍ୱୟଂ ନାରାୟଣଙ୍କ ପାଇଁ ସମର୍ପିତ। ଏଥିରେ ମୁସଲମାନ ରାଜା ଆସିଲା କୁଆଡ଼େ ଏବଂ ବିନା କାରଣରେ ପ୍ରଭୁ ଶ୍ରୀ ନାରାୟଣ ଜଣେ ମୁସଲିମ ଝିଅ ଶାହାଜାଦିକୁ କାହିଁକି ଭଲ ପାଇବେ? କାହିଁକି ନା ସ୍ୱୟଂ ନାରାୟଣଙ୍କର ତ ଧର୍ମ ହେଲା ସନାତନ ଧର୍ମ। ତାଙ୍କର କୋଟି କୋଟି ହିନ୍ଦୁ ଭକ୍ତ ଥାଉ ଥାଉ ମୁସଲିମ ଝିଅକୁ ବିନା କାରଣରେ କାହିଁକି ଭଲ ପାଇବେ? ଆଉ ଏହି ପାଲାକୁ ଆମେ ସମସ୍ତେ ଶୁଆ ଘୋଷିଲା ପରି ଘରେ ଘରେ ମାନସିକ ରଖି ନିଜ ପୁତ୍ର ସନ୍ତାନ ପାଇଁ ପ୍ରଭୁ ଶ୍ରୀ ସତ୍ୟନାରାୟଣଙ୍କ ପାଲା କରୁଛେ ସତ, କିନ୍ତୁ ଏହା ଭିତରେ କ'ଣ ସବୁ ରହସ୍ୟ ଷଡ଼ଯନ୍ତ୍ର ରହିଛି ଏହାକୁ ଆଜି ପର୍ଯ୍ୟନ୍ତ ଆମେମାନେ ବୁଝିପାରିଲେ ନାହିଁ। ଯେମିତିକି ମୁଁ ପୂର୍ବରୁ କହି ଆସିଛି ଆମ ଚ୍ୟାନେଲ ମାଧ୍ୟମରେ ଯେ ବାଲ୍ମୀକି ରାମାୟଣ ଉତ୍ତରକାଣ୍ଡଟି ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ହୋଇଛି। ସେହି ଧର୍ମଗ୍ରନ୍ଥରେ ପ୍ରଭୁ ଶ୍ରୀରାମଙ୍କୁ ମଦ ପିଆଇଛନ୍ତି, ମାଂସ ମଧ୍ୟ ଖାଇବାର ରଚନା କରିଛନ୍ତି ଏବଂ ବେଶ୍ୟାଳୟରେ ଯାଇ ବେଶ୍ୟାମାନଙ୍କର ନୃତ୍ୟ ଦେଖିଛନ୍ତି ବୋଲି କଳ୍ପନା କରାଯାଇଛି। ସେହିପରି ମନୁସ୍ତୁତିରେ ଜାତି ପ୍ରଥାର ଏମିତି ଏକ ଗୁଣଗାନ ହୋଇଛି ଯେ ଆମ ସମ୍ବିଧାନରେ ବର୍ତ୍ତମାନ ସୁଦ୍ଧା 6000ରୁ ଉର୍ଦ୍ଧ୍ୱ ଜାତି ଆମ ହିନ୍ଦୁ ଧର୍ମରେ ହୋଇସାରିଛି। ଆଉ 5 ବର୍ଷ ପରେ ବୋଧେ 1 କୋଟିରୁ 1.5 କୋଟି ଜାତି କେବଳ ହିନ୍ଦୁମାନଙ୍କର ହୋଇଯିବ। ଏହିଭଳି କଥା ଆମମାନଙ୍କ କାନକୁ ଶୁଣିଲା ବେଳକୁ ଖରାପ ଲାଗୁଛି। ଏପରି ରଚନା ଆପଣ କୌଣସି ଧର୍ମଗ୍ରନ୍ଥରେ ଦେଖିବାକୁ ପାଇବେ ନାହିଁ। କେବଳ ଏହା ସନାତନ ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ଆପଣ ଦେଖିବାକୁ ପାଇବେ। ବନ୍ଧୁଗଣ, ଭୁଲରେ ମଧ୍ୟ ଏହି ସତ୍ୟନାରାୟଣ ପାଲାକୁ କେବେ ବି ଘରେ କରନ୍ତୁ ନାହିଁ ଏବଂ ଆମ ବିଦ୍ୱାନ ପଣ୍ଡିତମାନଙ୍କୁ ପଚାରନ୍ତୁ ଅରିଜିନାଲ ସତ୍ୟନାରାୟଣ ପାଲା ଗଲା କୁଆଡ଼େ। ସାଧାରଣତଃ ଏଠି କିଛି ଟଙ୍କା ପାଇଁ ପଣ୍ଡିତମାନେ ନିଜ ଧର୍ମଗ୍ରନ୍ଥକୁ ନଷ୍ଟ କରିବାକୁ ପଛଉନାହାନ୍ତି। ପରିଣାମରେ ସନାତନର ଧର୍ମର କ'ଣ ଅବସ୍ଥା ହେଉଛି ଏହା ଆପଣମାନେ ଜାଣିପାରୁଥିବେ ନିଶ୍ଚିନ୍ତ। ଏଠି
କଳା ସଂସ୍କୃତି ନାମରେ ହଜାର ହଜାର କୋଟି ଟଙ୍କା ଆସୁଛି ସତ, କିନ୍ତୁ ଏସବୁ ଟଙ୍କା କୁଆଡ଼େ ଯାଉଛି ଏହା ସ୍ୱୟଂ ଭଗବାନଙ୍କୁ ଜଣାଥିବ। ବନ୍ଧୁଗଣ, ଏଠି ନେତାମାନେ ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବା ପାଇଁ ସବୁକିଛି ଷଡ଼ଯନ୍ତ୍ର କରିପାରନ୍ତି, କିନ୍ତୁ ନିଜ ଧର୍ମ ଯେତେବେଳେ ବିପଦରେ ପଡ଼ିଛି ତାର ସୁରକ୍ଷା ଦେବାକୁ ଏଠି କୌଣସି ନେତା ମନ୍ତ୍ରୀ ଆଗକୁ ବାହାରନ୍ତି ନାହିଁ। ଆଉ ରହିଲା ସନାତନ ଧର୍ମ କଥା। ବନ୍ଧୁଗଣ, ଯଦି ଏହିଭଳି ସନାତନ ଧର୍ମ ଗ୍ରନ୍ଥରେ ଥିବା ଭୁଲର ସଂଶୋଧନ ନ ହେବ, ତେବେ ଏହି ସନାତନ ହିନ୍ଦୁ ଧର୍ମଟି ଆଗକୁ ରହିବ ତ? ତେଣୁ ଏବେ ବି ସମୟ ଅଛି ଆମକୁ ଏହି ଧର୍ମଗ୍ରନ୍ଥ ଗୁଡ଼ିକ ସବୁ ସଂଶୋଧିତ କରିବାକୁ ପଡ଼ିବ। ନହେଲେ ଆପଣମାନେ ଭବିଷ୍ୟତ ପିଢ଼ିକୁ କି ଉତ୍ତର ଦେବେ ଯେ ଆପଣଙ୍କ ଧର୍ମଗ୍ରନ୍ଥଟି ଠିକ୍ ଅଛି ନା ଭୁଲ ଅଛି? ଭାଗବତ ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କୁହନ୍ତି, ହେ ଅର୍ଜୁନ, ଧର୍ମ ରକ୍ଷତେ ରକ୍ଷିତ, ମାନେ ଯିଏ ଧର୍ମକୁ ରକ୍ଷା କରେ ତାଙ୍କୁ ସ୍ୱୟଂ ନାରାୟଣ ରକ୍ଷା କରନ୍ତି। ତେଣୁ ମୋର ସନାତନୀ ଭାଇମାନଙ୍କୁ ଅନୁରୋଧ, ଯଦି ହିନ୍ଦୁ ଧର୍ମକୁ ରକ୍ଷା କରିବାକୁ ଚାହୁଁଛନ୍ତି ତ ଆମ ସହିତ ସହଯୋଗ କରନ୍ତୁ। ରହିଲି, ଜୟ ଶ୍ରୀରାମ।